ତାପରେ ଶାଶୁ ଘରେ ଜସ୍ମିନଙ୍କର ପ୍ରଥମ ଦିନ। ଶାଶୁ ଘରେ କିଏ କିଏ ସବୁ ସଦସ୍ୟ ଅଛନ୍ତି, ଶାଶୁ ଘର ଲୋକ କେମିତି, ଶାଶୁ ଶ୍ୱଶୁରଙ୍କ ବିଷୟରେ କ'ଣ ସବୁ କହିଛନ୍ତି ନିଜେ ଜସ୍ମିନ, ସବୁକିଛି ବିଷୟରେ ଡିଟେଲ୍ସରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ, ଯେହେତୁ ଆଜି ଶାଶୁ ଘରେ ଜସ୍ମିନଙ୍କର ପ୍ରଥମ ଦିନ। ଆଉ ପ୍ରଥମ ଦିନ ତାଙ୍କର କେମିତି କଟିଲା ଏବଂ କ'ଣ ସବୁ ନିଜ ଶାଶୁ ଶ୍ୱଶୁରଙ୍କ ବିଷୟରେ ଜସ୍ମିନ ମୁହଁ ଖୋଲି ନିଜେ କହିଛନ୍ତି, ସବୁକିଛି ଡିଟେଲ୍ସରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ ଅଭିନେତ୍ରୀ ଜସ୍ମିନଙ୍କୁ ତାଙ୍କର ଅଭିନୟକୁ ବେଶ୍ ପସନ୍ଦ କରନ୍ତି ନିଶ୍ଚିତ ଭିଡ଼ିଓକୁ ଲାଇକ୍। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ହିରୋଇନ୍ ଜସ୍ମିନ ରଥ ଗତକାଲି ତାଙ୍କର ବାହାଘର ସରିଛି। ଆଉ ଶାଶୁଘର ଆଜି ପ୍ରଥମ ଦିନ। ଆପଣମାନେ ତ ସମସ୍ତେ ଜସ୍ମିନଙ୍କର ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତି। ନିକଟରେ ତାଙ୍କର ଅଭିନୀତ ଚଳଚ୍ଚିତ୍ର ଡାଏରୀ, ଯେଉଁଟା ହେଉଛି ତାଙ୍କର ପ୍ରଥମ ଫିଲ୍ମରେ ଅଭିନୟ କରିଥିବାର ଚଳଚ୍ଚିତ୍ର, ଏବଂ ଏହି ଫିଲ୍ମକୁ ମଧ୍ୟ ବେଶ୍ ସଫଳତା ମିଳିଛି। ଆଉ ଏହି ଫିଲ୍ମ ରିଲିଜ୍ର ମାତ୍ର କିଛି ଦିନ ଭିତରେ ତାଙ୍କର ବାହାଘର ମଧ୍ୟ ହୋଇଛି। ପୂର୍ବରୁ ନିର୍ବନ୍ଧ ସରିଥିଲା, ଆଉ ଗତକାଲି ତାଙ୍କର ବାହାଘର ସରିଛି। ଓଡ଼ିଆ ଘର ସବୁପ୍ରକାର ରୀତିନୀତି ଅନୁସାରେ ବେଶ୍ ଧୁମଧାମରେ ତାଙ୍କର ବାହାଘର ସରିଛି। ନାଲି ରଙ୍ଗର ଲେହେଙ୍ଗା ମଧ୍ୟ ସେ ପିନ୍ଧିଛନ୍ତି। ଆଉ ଆପଣମାନେ ମଧ୍ୟ ଜସ୍ମିନଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅଭିନୟକୁ ଯେମିତି ପସନ୍ଦ କରିଥାନ୍ତି, ତାଙ୍କର ରିଏଲ୍ ଲାଇଫ୍ ବିଷୟରେ ଜାଣିବା ପାଇଁ ମଧ୍ୟ ବେଶ୍ ଆଗ୍ରହ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ସେ ବିବାହ କରିସାରିଛନ୍ତି। ବେଶ୍ ଧୁମଧାମରେ ବାହାଘର ସରିବା ପରେ ଆଜି ହେଉଛି ଶାଶୁ ଘରେ ପ୍ରଥମ ଦିନ, ଏବଂ ଶାଶୁ ଘରେ ସେ ବେଶ୍ ଖୁସି ଥିବାର ନଜର ଆସିଛନ୍ତି। ଏବଂ ବହୁତ ଜଲ୍ଦି ମଧ୍ୟ ସେ ସୋସିଆଲ ମିଡ଼ିଆରେ ଲାଇଭ୍ ଆସି ନିଜ ପରିବାର ସମ୍ପର୍କରେ ସମସ୍ତଙ୍କୁ ଜଣାଇବେ ବୋଲି କହିଛନ୍ତି।